Hello everyone, I am Damayanti. Welcome to my YouTube channel. ଏବେ ମୁଁ ଆଲୋଚନା କରିବି କ୍ଷୁଦ୍ର ଗଳ୍ପରେ ପୌରାଣିକ ବ୍ୟଞ୍ଜନା। ସାମ୍ପ୍ରତିକ ଓଡ଼ିଆ କ୍ଷୁଦ୍ର ଗଳ୍ପରେ ପୌରାଣିକ ବ୍ୟଞ୍ଜନା ବିଶେଷ ଭାବରେ ଦେଖାବାକୁ ମିଳିଥାଏ। ଗୋପୀନାଥ ମହାନ୍ତି, ରାଜକିଶୋର ରାୟ, ସୁରେନ୍ଦ୍ର ମହାନ୍ତି, ମନୋଜ ଦାସ, ମହାପାତ୍ର, ନୀଳମଣି ସାହୁ, ଶାନ୍ତନୁ କୁମାର ଆଚାର୍ଯ୍ୟ, ଚନ୍ଦ୍ରଶେଖର ରଥ, କୃଷ୍ଣ ପ୍ରସାଦ ମିଶ୍ର, ହେମନ୍ତ କୁମାର ଦାସ, ରବି ନାରାୟଣ ବରାଳ, ରବି ପଟ୍ଟନାୟକ, ରତ୍ନାକର ଚୈନୀ, ସାତକଡ଼ି ହତା, ହରି ମିଶ୍ର, କେଶରୀ ଚରଣ ଦାସ, ବୀଣାପାଣି ମହାନ୍ତି, ଅଚ୍ୟୁତାନନ୍ଦ ପତି, ବାମାଚରଣ ମିତ୍ର, ଶ୍ରୀନିବାସ ଉଦ୍ଗାତା ପ୍ରମୁଖ ବହୁ କଥାଶିଳ୍ପୀ ପୌରାଣିକ ବିଷୟକୁ ବ୍ୟଞ୍ଜନାତ୍ମକ ଭାବରେ ପ୍ରକାଶ କରି ସାମ୍ପ୍ରତିକ ଜୀବନ ସମ୍ପର୍କରେ ସୂକ୍ଷ୍ମ ଧାରଣା ପ୍ରଦାନ କରିଛନ୍ତି। ଅନେକ ସମୟରେ ଏମାନେ ପୌରାଣିକ ଚରିତ୍ର ଓ ବିଷୟବସ୍ତୁକୁ ଉପମା ଭାବରେ ଗ୍ରହଣ କରିବା ଲକ୍ଷ୍ୟ କରାଯାଏ। ରାଜକିଶୋର ରାୟ ରେଳ ଇଞ୍ଜିନକୁ ହନୁମାନ ସହିତ ତୁଳନା କରି ତମାଳ ତାଳ ବନରାଜି ନୀଳା କ୍ଷୁଦ୍ର ଗଳ୍ପରେ ଲେଖିଛନ୍ତି। ଇଞ୍ଜିନ ନା ହନୁମାନ? କେଉଁ ଗଳ୍ପରେ? ତମାଳ ତାଳ ବନରାଜି ନୀଳା। ବିଶଲ୍ୟକରଣୀ ଔଷଧ ଘେନି ଗନ୍ଧମାର୍ଦ୍ଧନ ପର୍ବତକୁ ବହି ଆଣିଲା ଭଳି ନଉପଡ଼ା ଷ୍ଟେସନରୁ ଗୁଣପୁର ଯାଏ ଏହି ହନୁମାନ ରେଳଗାଡ଼ି 20-25 ଜଣ ଲୋକ ଆଉ ମାଲ ମହଣରେ ଖଣ୍ଡେ ଧରି ଦିନରେ ଥରେ ରାତିରେ ଥରେ ଯିବା ଆସିବା କରେ। ଏହି ପ୍ରସଙ୍ଗରେ ପୌରାଣିକ ଆବେଦନ ନାହିଁ, ମାତ୍ର ପୌରାଣିକ ବିଷୟକୁ ବ୍ୟଞ୍ଜନାତ୍ମକ ଭାବରେ ପ୍ରକାଶ କରାଯାଇଛି। ପୁଣି ଯେତେବେଳେ ଲେଖକ ଗାର୍ଡ ସାହେବଙ୍କ ହିସଲ ଦେବା ପ୍ରସଙ୍ଗକୁ ବର୍ଣ୍ଣନା କରିଛନ୍ତି, ସେତେବେଳେ କୃଷ୍ଣ ଗୋପାଙ୍ଗନାମାନଙ୍କର ଭାବାତ୍ମକ ସମ୍ପର୍କକୁ କଳାତ୍ମକ ଭାବରେ ବର୍ଣ୍ଣନା କରିଛନ୍ତି। ଗାର୍ଡ ସାହେବ ନିଜ ଉପରେ ହାତ ପକେଇ ଛାତିର ଚମଡ଼ାକୁ ହଲେଇ ଦିଅନ୍ତି। ଅଣ୍ଟା ତଳକୁ କିମ୍ବା ପକେଟ ଭିତରେ ରହିବା ହିସିଲକୁ ଟେକି ନେଇ ମୁହଁରେ ଗୁଞ୍ଜି ଦିଅନ୍ତି, ମାତ୍ର ସିଟି ମାରନ୍ତି ନାହିଁ। ସେହି ଭଙ୍ଗୀରେ ମୁରଲୀଧାରୀ ବନବିହାରୀ ଗୋପୀମାନଙ୍କର ଭଳି ଦଣ୍ଡେ ସେ ଛିଡ଼ା ହୋଇଯାଆନ୍ତି। ଲାଜମିଶା ଥୋରା ଅପାଙ୍ଗରେ ଗୋପୀମାନେ ହସ ହସ ହୁଅନ୍ତି। ମୁରଲୀ ବାଜି ଉଠେ ପଛଆଡ଼ ନିପମୂଳରୁ ନୁହେଁ, ଆଗଆଡ଼ୁ, ଯେଉଁଠି ହନୁମାନ ଛନ୍ଦ ତୋଳିଛି। ଏତଦୃଶ ବର୍ଣ୍ଣନା ଭିତରେ ଲେଖକ ପରମ୍ପରା ସହିତ ବର୍ତ୍ତମାନ ଭାବାତ୍ମକ ଦୃଷ୍ଟିରୁ ଉପମା ମାଧ୍ୟମରେ ସଂଯୋଗ କରିଛନ୍ତି। ପାଠକକୁ ଏହା ଗଭୀର ରସବୋଧ ପ୍ରଦାନ କରିଥାଏ। ସୁରେନ୍ଦ୍ର ମହାନ୍ତି ମଧ୍ୟ ତାଙ୍କର କେତେକ ଗଳ୍ପରେ ପୌରାଣିକ ବିଷୟକୁ ବ୍ୟଞ୍ଜନାତ୍ମକ ଭାବରେ ପ୍ରକାଶ କରିଛନ୍ତି। ମରୁଡ଼ି ଗଳ୍ପରେ ଯେତେବେଳେ ସେ ପ୍ରଥମେ ମନ ତୋହର ନିଜ ଗୁରୁ ଉଦ୍ଧବ କେତେ ତୁ ପଚାରୁ ଲେଖି ଗଳ୍ପର ବିଷୟବସ୍ତୁ ବର୍ଣ୍ଣନା କରିଛନ୍ତି, ସେତେବେଳେ ତାହା ଭାଗବତର ଶ୍ରୀକୃଷ୍ଣ ଉଦ୍ଧବ କଥୋପକଥନକୁ ପାଠକର ଅବଚେତନରେ ଜାଗ୍ରତ କରିଦିଏ ଏବଂ ସେହି ଭାବ ସତ୍ୟକୁ ଉକ୍ତ ଗଳ୍ପରୁ ଦେଖିବାକୁ ମିଳିଥାଏ। ଅହଲ୍ୟା ସ୍ୱାମୀର ଅଭିଶାପରେ ପଥର ପାଲଟି ଗଲେ ମଧ୍ୟ ଭଗବାନ ରାମଚନ୍ଦ୍ରଙ୍କ ପଦସ୍ପର୍ଶରେ ମୁକ୍ତି ଲାଭ କରିଥିଲେ। ଏହି ପୌରାଣିକ ଆବେଦନକୁ କଥାକାର ଚମତ୍କାର ଭାବରେ ସାମ୍ପ୍ରତିକ ମଣିଷ ଜୀବନ ସହିତ ସମନ୍ୱୟ କରିଦେଇ ଅତୀତକୁ ବର୍ତ୍ତମାନର ବଳୟ ମଧ୍ୟକୁ ନେଇ ଯାଇଛନ୍ତି।
ସାଧନକୁ ଆଧୁନିକ ରାଜନୀତିର ଧୂଆଁ ବାଣ ମଧ୍ୟରେ ସାଧାରଣ ମଣିଷ ଅହଲ୍ୟା ପରି ପଥର ପାଲଟି ଯାଇଛି। ସେମାନଙ୍କର ଦୁଃଖ ଯାଉନାହିଁ। ଏହି କଥାକୁ ଲେଖକ ଜୈନିକ ପୌଢ଼ ବ୍ୟକ୍ତିର ବ୍ୟକ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି। ସମସ୍ତେ ତ ସେଇଆ କହିପାରୁଛନ୍ତି। ଆମେ ଖାଲି ଉପରକୁ ଅନାଇ ବସିବା ସାର ହେଉଛି। ସରକାର ମରୁଡ଼ି ବେଳେ କ୍ଷେତକୁ ପାଣି ଦିଅନ୍ତା କ'ଣ? ମୁଁ ରିଜର୍ଭ ଜଙ୍ଗଲରୁ ମୁନ୍ଦାଏ ପାଣି ନାଳରେ କାଟି ଆଣି ଜମିରେ ମଡ଼ାଇବାରୁ ମୋ ଉପରେ 300 ଟଙ୍କା ଜରିମାନା ହୋଇଛି। ମୂଲ ମଜୁରୀ ଦେଖା ନାହିଁ। ଚାଉଳ କିଣିବାକୁ ପଇସା ନାହିଁ। ଆମେ ବୁଝିଲୁଣି ଆମ କଷଣ ବୁଝିବ ଭଗବାନ, ମଣିଷ ନୁହେଁ। ଥରକୁ ଥର ସମସ୍ତେ ଆସୁଛନ୍ତି। ଭୋଟ ପାଇଁ ନାନା କଥା ଭଣ୍ଡାଉଛନ୍ତି। ହେଲେ ଆମେ ଅହଲ୍ୟା ପଥର ପରି ହୋଇପଡ଼ିଛୁ। ଆମ କଷଣ ଯାଉନାହିଁ। ଏହିପରି ବର୍ଣ୍ଣନା ମଧ୍ୟରେ କଥାକାର ଅତୀତ ସହିତ ବର୍ତ୍ତମାନର ଭାବାତ୍ମକ ସଂଯୋଗ କରି ସାମ୍ପ୍ରତିକ ଜୀବନର ଯନ୍ତ୍ରଣା ବୋଧକୁ ବ୍ୟଞ୍ଜିତ କରିଛନ୍ତି। କଥାକାର ସୁରେନ୍ଦ୍ର ମହାନ୍ତିଙ୍କର ଅନ୍ୟାନ୍ୟ ଗଳ୍ପରୁ ମଧ୍ୟ ପୌରାଣିକ ଆବେଦନ ସମ୍ପର୍କରେ ପାଠକ ଅଭିହିତ ହୋଇଥାଏ। ମରାଳର ମୃତ୍ୟୁ ଗଳ୍ପରେ ଗ୍ରାମ୍ୟ ମଣିଷ ତଥା ଶ୍ରମଜୀବୀମାନଙ୍କର ଯୁଗ ଯୁଗର ଚ୍ୟୁତିପୂତ ସରଳ ବିଶ୍ୱାସ ଓ ପୌରାଣିକ ଅନୁରକ୍ତିକୁ ଲେଖକ ବର୍ଣ୍ଣନା କରିଛନ୍ତି। କେଉଁ ଗଳ୍ପରେ? ମରାଳର ମୃତ୍ୟୁ। କାହାର? ସୁରେନ୍ଦ୍ର ମହାନ୍ତିଙ୍କର। ହେଲା, କ'ଣ ବର୍ଣ୍ଣନା କରିଛନ୍ତି? ନା ଗ୍ରାମ୍ୟ ମଣିଷ ତଥା ଶ୍ରମଜୀବନର ଯୁଗ ଯୁଗର ଚ୍ୟୁତିପୂତ ସରଳ ବିଶ୍ୱାସ ଓ ପୌରାଣିକ ଅନୁରକ୍ତିକୁ ଲେଖକ ବର୍ଣ୍ଣନା କରିଛନ୍ତି। ଏହି ଅନୁରକ୍ତି ନିକଟରେ ଆଧୁନିକ ଯୁକ୍ତିନିଷ୍ଠ ବୈଜ୍ଞାନିକ ମନୋହାର ମାନିଯାଇଛି। ପଲ୍ଲୀ ଗ୍ରାମର ବିରାଟ ବଟବୃକ୍ଷ ନୀଳକଳ୍ପକୁ ନେଇ ଗଢ଼ି ଉଠିଥିବା ନାନା ବିଶ୍ୱାସକୁ ଲେଖକ ରୂପ ଦେବାକୁ ଯାଇ ମାଳିକା ଓ ପୌରାଣିକ ଭାବଚେତନାକୁ ପ୍ରସଙ୍ଗୋଚିତ ଭାବରେ ବର୍ଣ୍ଣନା କରିଛନ୍ତି। ସେହି ବଟବୃକ୍ଷ ମୂଳରେ ଶୁକ ମୁନି ପରୀକ୍ଷିତଙ୍କୁ ବ୍ରହ୍ମଜ୍ଞାନ ଶିକ୍ଷା ଦେଇଥିଲେ ବୋଲି ଲୋକେ ବିଶ୍ୱାସ କରନ୍ତି। ସେହି ବୃକ୍ଷ ମୂଳ ଥିଲା ପଲ୍ଲୀ ଜନତାର ତୀର୍ଥଭୂମି। ସେହି ମେଳନ ହୁଏ ପଲ୍ଲୀ ଜନତାର ଆଧ୍ୟାତ୍ମିକ ଅଭିପ୍ସା ଚରିତାର୍ଥ ହୁଏ। ସେଠି ସିଦ୍ଧ ନିରଞ୍ଜନମାନଙ୍କର ଖଞ୍ଜଣି ଧ୍ୱନି ବାଜି ଉଠେ। ଲୋକେ ଏ କଥାକୁ ବିଶ୍ୱାସ କରନ୍ତି। ଓଡ଼ିଶାରେ ଶୁଦ୍ଧା ଭକ୍ତି ମାର୍ଗର ପ୍ରମତ୍ତତାର ବିଡ଼ମ୍ବିତ ପରିସ୍ଥିତିରେ ପାରମ୍ପରିକ ଯୋଗ ଓ ଜ୍ଞାନ ମାର୍ଗର ସାଧକମାନଙ୍କୁ ବହୁ ନିର୍ଯାତନା ସହିବାକୁ ହୋଇଥିଲା। ସେହି ଐତିହାସିକ ବିପର୍ଯ୍ୟୟ ସମୟରେ ପଲ୍ଲୀ ଅଞ୍ଚଳମାନଙ୍କରେ ଗଢ଼ି ଉଠିଥିବା ସାଧନା କ୍ଷେତ୍ରଗୁଡ଼ିକ ସମ୍ପର୍କରେ କଥାକାର ବୌଦ୍ଧିକ ବିଶ୍ଳେଷଣ କରିଛନ୍ତି। ଭକ୍ତି ନାମରେ ଏ ଆକୁତି ଦୈନ୍ୟ ଓ କାମନ୍ନତା ମଧ୍ୟରେ କାହିଁ ସାଧନାର ବଳିଷ୍ଠ ଆଧ୍ୟାତ୍ମିକ ଉଦ୍ଗମନ, କାହିଁ ଯୋଗର ମୁକ୍ତି, କାହିଁ ଶୂନ୍ୟ ମଧ୍ୟରେ ନିର୍ବାଣ ପ୍ରଶାନ୍ତି, ଅମାର୍ଜିତ ଜନତାର ପ୍ରମୋଦ ନର୍ତ୍ତନ ଓ ଉନ୍ମତ୍ତ କୋଳାହଳ ମଧ୍ୟରେ କାହିଁ ସାଧକର ଊର୍ଜ୍ଜସ୍ୱଳ ଆଧ୍ୟାତ୍ମିକ ଅଭିପ୍ସା। ଯେଉଁମାନେ ମଠବାଡ଼ିର ପୃଷ୍ଠପୋଷକତା ଓ ସ୍ୱଚ୍ଛନ୍ଦ ନିରାପତ୍ତା ପୁଣି ରାଜଦଣ୍ଡ ଓ ଲୋକ ନିର୍ଯାତନାର ସହଜ ଆତ୍ମରକ୍ଷା ପାଇଁ ନିଜର ବିଶ୍ୱାସ ଓ ବିଚାରରେ ଜଳାଞ୍ଜଳି ଦେବା ପାଇଁ କୁଣ୍ଠିତ ନ ହୋଇ
ଏହି ନୂତନ ଧର୍ମ ଗ୍ରହଣ କଲେ ସେମାନଙ୍କୁ ଘୋଷଣା କରିବା ପାଇଁ ପଡ଼ିଲା। ଶ୍ରୀକୃଷ୍ଣ ବିଷ୍ଣୁଙ୍କର ପରିପୂର୍ଣ୍ଣ ଅବତାର। ପୁଣି ଶ୍ରୀକୃଷ୍ଣଙ୍କର ନିତ୍ୟ ରାସସ୍ଥଳୀ ବୃନ୍ଦାବନ ପୁରୀ ଶ୍ରୀକ୍ଷେତ୍ର ଊର୍ଦ୍ଧ୍ୱରେ। ମାତ୍ର ଯେଉଁମାନେ ରୂପାତୀତ ଶ୍ରୀଜଗନ୍ନାଥଙ୍କୁ ଆଦି ବିଷ୍ଣୁ ମହାଶୂନ୍ୟ ଓ ତାଙ୍କର ଲୀଳାଭୂମି ପୁରୀ ଶ୍ରୀକ୍ଷେତ୍ରକୁ ଶ୍ରେଷ୍ଠ ତୀର୍ଥ ରୂପେ ବିଶ୍ୱାସ କରି ଆସିଲେ, ସେମାନେ ଶ୍ରୀକୃଷ୍ଣଙ୍କୁ ଶୂନ୍ୟ ରୂପୀ ଶ୍ରୀଜଗନ୍ନାଥଙ୍କ ଷୋଳକଳା ମଧ୍ୟରୁ ଗୋଟିଏ କଳା ଓ ବୃନ୍ଦାବନ ତାଙ୍କର ଅନ୍ୟତମ ଲୀଳାକ୍ଷେତ୍ର ବୋଲି ସ୍ୱୀକାର କରିଲେ ହିଁ ଗଣଭକ୍ତିର ଅନୁକୂଳ ସ୍ରୋତ ମଧ୍ୟରେ ନିଜର ସ୍ୱାଧୀନତା ଓ ବିଚାରକୁ ନିମଜ୍ଜିତ କରିପାରି ନଥିଲେ। କିନ୍ତୁ ଏଥିପାଇଁ ସେମାନଙ୍କୁ କମ୍ ଦୁର୍ମୂଲ୍ୟ ଦେବା ପାଇଁ ପଡ଼ିନଥିଲା। ଆଧ୍ୟାତ୍ମିକ ସାଧନାର ପ୍ରାଣକେନ୍ଦ୍ର ପୁରୀ ଶ୍ରୀକ୍ଷେତ୍ରରୁ ସେମାନେ ରାଜଦଣ୍ଡ ଭୟରେ ବିତାଡ଼ିତ ହୋଇ ପ୍ରାଚୀଠାରୁ ବୈତରଣୀ ନଦୀର ମଧ୍ୟବର୍ତ୍ତୀ ଭୂମିରେ ଆତ୍ମଗୋପନ କରି ରହିଥିଲେ। ଏହାପରେ ପଲ୍ଲୀ ପ୍ରାନ୍ତର ବହୁ ବଟତଳ, ବହୁ ଦୁର୍ଗମ ପାହାଡ଼ ଗୁମ୍ଫା ଏହି ସିଦ୍ଧ ସାଧକମାନଙ୍କର ଆଶ୍ରୟସ୍ଥଳୀରେ ପରିଣତ ହୋଇଥିଲା। ଏହି ବର୍ଣ୍ଣନା ମଧ୍ୟରେ କଥାକାର ଇତିହାସର ବୃତ୍ତରେ ପୌରାଣିକ ଭାବ ଚେତନାକୁ ସମନ୍ୱୟ କରି ବର୍ତ୍ତମାନ ସହିତ ସଂଯୋଗ ସ୍ଥାପନ କରିଛନ୍ତି। ସୁଦୂର ଅତୀତର ସେହି ସୂଚୀପତ୍ର ବିଶ୍ୱାସ ନାନା ଐତିହ୍ୟ ବିପର୍ଯ୍ୟୟ ମଧ୍ୟରେ ତଥାପି କିପରି ବିଦ୍ୟମାନ ରହିଛି ଓ ଓଡ଼ିଶାର ସଂସ୍କୃତି ପରମ୍ପରାରେ ଶ୍ରୀଜଗନ୍ନାଥର ମହିମା କିପରି ପ୍ରଭାବ ପକାଇଛି, ସେହି କଥାକୁ ଲେଖକ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। କଥାକାର ସୁରେନ୍ଦ୍ର ମହାନ୍ତି ପୌରାଣିକ ଭାବ ସମ୍ପଦକୁ ଯେପରି ବ୍ୟଞ୍ଜନାତ୍ମକ ଭାବରେ ବର୍ଣ୍ଣନା କରିଛନ୍ତି, ସେହିପରି ବୌଦ୍ଧିକତା ସହକାରେ ମଧ୍ୟ ଗଳ୍ପର ଗାମ୍ଭୀର୍ଯ୍ୟ ବୃଦ୍ଧି କରିବା ପାଇଁ ବ୍ୟାଖ୍ୟା ବିଶ୍ଳେଷଣ କରିଛନ୍ତି। ମରାଳର ମୃତ୍ୟୁ ଗଳ୍ପରେ କଳ୍ପବଟକୁ ପିଣ୍ଡ ବ୍ରହ୍ମାଣ୍ଡର ପ୍ରତୀକ ଭାବରେ ଗ୍ରହଣ କରି ସେଥିରେ ଜୀବାତ୍ମା ଓ ପରମାତ୍ମାର ପ୍ରତୀକ ଭାବରେ ପରୀକ୍ଷା ଦେବାକୁ ସେପରି ଉପସ୍ଥାପନ କରିଛନ୍ତି, ତାହା ତାଙ୍କର ପୌରାଣିକ ଓ ଉପନିଷଦୀୟ ବିଦ୍ବତ୍ତାର ପରିଚୟ ଦେଇଥାଏ। କେଉଁ ଗଳ୍ପରେ? ନା ମରାଳର ମୃତ୍ୟୁ ଗଳ୍ପରେ କ'ଣ କରିଛନ୍ତି? ନା କଳ୍ପବଟକୁ ପିଣ୍ଡ ବ୍ରହ୍ମାଣ୍ଡର ପ୍ରତୀକ ଭାବରେ ଗ୍ରହଣ କରି ସେଥିରେ ଜୀବାତ୍ମା ଓ ପରମାତ୍ମାର ପ୍ରତୀକ ଭାବରେ ପକ୍ଷୀ ଦୁଇଟିକୁ ଯେପରି ଉପସ୍ଥାପନ କରିଛନ୍ତି, ତାହା ତାଙ୍କର ପୌରାଣିକ ଓ ଉପନିଷଦୀୟ ବିଦ୍ବତ୍ତାର ପରିଚୟ ଦେଇଥାଏ। କଥାକାର ଗୋପୀନାଥ ମହାନ୍ତି ମଧ୍ୟ ତାଙ୍କର କେତୋଟି ଗଳ୍ପରେ ପୌରାଣିକ ରସବୋଧ ସୃଷ୍ଟି କରିବାକୁ ସମର୍ଥ ହୋଇଛନ୍ତି। କ'ଣ କ'ଣ ଗଳ୍ପ ଗୋପୀନାଥ ମହାନ୍ତିଙ୍କ? ନା ଜୟ କିଚଟ ଗଳ୍ପରେ କିଚଟ ଚରିତ୍ର ବ୍ୟଞ୍ଜନା ମଧ୍ୟ ଦେଇ ଆଧୁନିକ ଯୌନ ଅବକ୍ଷୟଗ୍ରସ୍ତ ମଣିଷର ଚିତ୍ରକୁ ଲେଖକ ବର୍ଣ୍ଣନା କରିଛନ୍ତି। ପରମ୍ପରା ସହିତ ଭାବାତ୍ମକ ସଂଯୋଗ ରକ୍ଷା କରିବା ଆଧୁନିକ କିଚଟ କହେ। କ'ଣ କହେ? ମହିଷାସୁର ମରିଗଲା, କାରଣ ସେ ମୋହରେ ପଡ଼ିଥିଲା, ଠିକ୍ ସମୟରେ ଟାଣ ହୋଇପାରିଲା ନାହିଁ। ଯୁଦ୍ଧକ୍ଷେତ୍ରରେ ସେ ହେଲା କବି, ସୌନ୍ଦର୍ଯ୍ୟ ଦେଖାଇବାରେ ରହିଗଲା। କିଚକର ସେ ଦୁର୍ବଳତା ନାହିଁ, ତେଣୁ ତୁମେ ତାକୁ ଭଣ୍ଡି ପାରିବ ନାହିଁ। କ'ଣ ଅଛି ଏ ଦେହର ସୌନ୍ଦର୍ଯ୍ୟ? କେତେ ମୁଁ ଖାଇଛି, ଖାଇ ଖାଇ ଭୋକ ମରି ନାହିଁ ବଢ଼ିଛି। ପୌରାଣିକ ଭାବବସ୍ତୁ ମଧ୍ୟ ଦେଇ ଆଧୁନିକ ଯୌନ ପ୍ରମୋଦ ମଣିଷର
ଚିତ୍ତବୃତ୍ତିକୁ ଏହି ଗଳ୍ପରେ ବ୍ୟଞ୍ଜିତ କରାଯାଇଛି। ପୁଣି ପାଳଭୂତ ଗଳ୍ପରେ ଲେଖକ ପାରମ୍ପରିକ ସୂଚୀପତ୍ର ବିଶ୍ୱାସ, ପବିତ୍ରତା ଓ ମାନବିକତା ସହିତ ଆଧୁନିକ ଜଡ଼ବାଦୀ ମଣିଷର ଜିଜ୍ଞାସା ଓ ବୈଜ୍ଞାନିକ ମନୋବୃତ୍ତିକୁ ଭାବ ସଂଘର୍ଷକୁ ଦେଖାଇ ଦେଇଛନ୍ତି। କେଉଁ ଗଳ୍ପରେ? ପାଳଭୂତ ଗଳ୍ପରେ। ଗୋପୀନାଥ ମହାନ୍ତି କ'ଣ ଦେଖାଇ ଦେଇଛନ୍ତି? ନା ପାଳଭୂତ ଗଳ୍ପରେ ଲେଖକ ପାରମ୍ପରିକ ସୂଚୀପତ୍ରର ବିଶ୍ୱାସ, ପବିତ୍ରତା ଓ ମାନବିକତା ସହିତ ଆଧୁନିକ ଜଡ଼ବାଦ ମଣିଷର ଜିଜ୍ଞାସା ଓ ବୈଜ୍ଞାନିକ ମନୋବୃତ୍ତିର ଭାବ ସଂଘର୍ଷକୁ ଦେଖାଇଅଛନ୍ତି। ତପ ଗଳ୍ପରେ ପୌରାଣିକ ବିଷୟବସ୍ତୁ ମଧ୍ୟ ଦେଇ ଲେଖକ ଜାତୀୟ ଚେତନା ଭାବକୁ ମର୍ମରିତ କରିଛନ୍ତି। କେଉଁ ଗଳ୍ପରେ? ତପ ଗଳ୍ପରେ କ'ଣ କରିଛନ୍ତି? ନା ପୌରାଣିକ ବିଷୟବସ୍ତୁକୁ ମଧ୍ୟରେ ଦେଇ ଲେଖକ ଜାତୀୟ ଚେତନାର ଭାବକୁ ମର୍ମରିତ କରିଛନ୍ତି। ଚୀନର ଭାରତ ଆକ୍ରମଣ ଜନିତ ବସ୍ତୁକୁ ଲେଖକ ରୂପ ଦେବା ସଙ୍ଗେ ସଙ୍ଗେ ଗାଁ ଗହଳର ସାଧାରଣ ମଣିଷର ପୌରାଣିକ ଭାବବୋଧ ମଧ୍ୟ ଦେଇ କିପରି ଜାତୀୟ ଚେତନା ସୃଷ୍ଟି ହୋଇଥିଲା ସେ କଥାକୁ ବର୍ଣ୍ଣନା କରିଛନ୍ତି। ବାଚସ୍ପତି ଗାଁ ଲୋକଙ୍କୁ ବୁଝାଇଲେ କ'ଣ? ନା ବିନାଶ କାଳେ ବିପରୀତ ବୁଦ୍ଧି। ବୁଝିଲ କି ନା ଇଆଲ ଜଂ ଶିଲା ବମଡ଼ିଲା ଦଖଲ ଇଏ ଛଇ ଛଟକ ସବୁଦିନିଆ। ସେ ତ ମହିଷାସୁରଟା ଫେର ଜନ୍ମ ହୋଇଛି କି କ'ଣ? ଆଉ ଏ ଭାରତ ମାତା ଯେ ସାକ୍ଷାତ ଦେବୀ ସେ ଇଲେ ତାହାକୁ ସେଇଟା କହୁଥିବେ ଯେ ଆରେ ମୂଢ଼, ମୁଁ ଯେତେବେଳେ ମଧୁପାନ କରୁଛି ସେତେବେଳେ ଯାକେ ତୁ ରଡ଼ୁଥା। ମୁଁ ତୋତେ ବଧ କଲେ ଇନ୍ଦ୍ର ଆଦି ଦେବତାମାନେ ଏହି ସ୍ଥାନରେ ଅତି ଶୀଘ୍ର ହିଁ ଆନନ୍ଦ ଧ୍ୱନି କରିବେ। ବର୍ତ୍ତମାନ ସେହି ବେଳ ଆସିଲା। ମୂଳରୁ ତ କିଛି କ୍ଷତି ହେବ ନାହିଁ। ଅଧର୍ମ ବିତ ପରି ଅସୁର ବଳ ମୂଳରୁ ପ୍ରବଳ ହୋଇଥାନ୍ତି, ତାପରେ ମୂଳ ସହିତ ଯାଆନ୍ତି। ଏହାପରେ ମହିଷାସୁର ଅବଶ୍ୟ ବଧ ହେବ। ଯୁଦ୍ଧ ଡାକରାରେ ଆବାଳ ବୃଦ୍ଧ ବନିତା ମୟ ଆକୁମାରୀ ହିମାଚଳ ଭାରତର ଆଶୁ ଯୁଦ୍ଧ ପ୍ରସ୍ତୁତି ସେହି ଦେବୀଙ୍କ ମଧୁପାନ ସହିତ ସମାନ। ଦେବୀ ଏହି ଅଳ୍ପ କ୍ଷଣ ପର୍ଯ୍ୟନ୍ତ ଲକ୍ଷ୍ମୀ ବେଶ ବିଶିଷ୍ଟ ହୋଇ ରହିଛନ୍ତି। ତାପରେ ଦେବୀ ଡେଇଁ ପଡ଼ି ମହିଷାସୁର ଉପରେ ଚଢ଼ିଯାଇ ତା ତଣ୍ଟିକୁ ପାଦରେ ମାଡ଼ି ତା ଛାତିରେ ଶୂଳ ଭୋଷିବେ। ଚଣ୍ଡୀର ଏ ପ୍ରତି ପଦ ଅର୍ଥ ବୁଝ। ତୁମେ ଦେଖିବ ଯାହା ଘଟିଛି, ଯାହା ଘଟିବ ସେ ତ ଆଗେ ବି ଘଟିଥିଲା, ବାରମ୍ବାର ଘଟିଥିଲା। ସେ ହଜାର ହଜାର ବର୍ଷ ପୂର୍ବେ ଅଧର୍ମ ଓ ଏ ଧର୍ମ ଦେଶକୁ ଆକ୍ରମଣ କରିଛି, ପରାଜିତ ହୋଇଛି, ଧ୍ୱଂସ ହୋଇଛି, ପୁଣି ଜନ୍ମ ହୋଇ ପୁଣି ମାଡ଼ି ଆସିଛି, ପୁଣି ମାଡ଼ ଖାଇ ମରିଛି। ଆମ ଦେବୀ ତ ଯୁଗେ ଯୁଗେ ଭାରତର ପୁଣ୍ୟବଳ ଏ କୋଟି କୋଟି ଦେବଲୋକଙ୍କ ଆତ୍ମାର ସମଷ୍ଟି। ସେହି ଯୁଗ ଯୁଗର ଅନ୍ଧାର ଆଲୁଅ, ପାପ ପୁଣ୍ୟ, ଧର୍ମ ଅଧର୍ମ ଲଢ଼େଇରେ କାହାଣୀ ଆମେ ଘରେ ଘରେ ପଢ଼ୁ ଆଉ ଧର୍ମ ବଳର ନିତ୍ୟ ବିଜୟ ପଟୁଆ ବାହାର କରୁ ଦଶହରାରେ। ଚୀନର ଇଏ କି ଛାର ଲଢ଼େଇ। ଏହି ବର୍ଣ୍ଣନା ମଧ୍ୟରେ ଲେଖକ ସୁଦୂର ଅତୀତକୁ ବର୍ତ୍ତମାନ ସହିତ ସମନ୍ୱିତ କରିଦେଇ
ଜାତୀୟ ଭାବ ତରଙ୍ଗ ସୃଷ୍ଟି କରି ଏହି ପୌରାଣିକ ବୃତ୍ତ ମଧ୍ୟରେ ଆଧ୍ୟାତ୍ମିକ ଭାବ ଚେତନା ପରିବର୍ତ୍ତିତ ଜାତୀୟତାର ଦୀପ୍ତି ପ୍ରକଟିତ ହୋଇଛି। କଥାକାର ଗୋପୀନାଥ ଏହିପରି ତାଙ୍କର ଅନ୍ୟାନ୍ୟ କେତେକ ଗଳ୍ପରେ ମଧ୍ୟ ପୌରାଣିକ ଭାବବସ୍ତୁ ମଧ୍ୟ ଦେଇ ସାମ୍ପ୍ରତିକ ଜୀବନକୁ ବ୍ୟଞ୍ଜିତ କରିଛନ୍ତି ଓ ପୌରାଣିକ ସତ୍ୟ ମଧ୍ୟ ଦେଇ ସାମ୍ପ୍ରତିକ ଜୀବନର ସତ୍ୟକୁ ପ୍ରକାଶ କରିଛନ୍ତି। ଆଧୁନିକ ଓଡ଼ିଆ କ୍ଷୁଦ୍ର ଗଳ୍ପ କ୍ଷେତ୍ରରେ ମନୋଜ ଦାସ ଜଣେ ବିଶିଷ୍ଟ କଥାକାର। କିଏ? ମନୋଜ ଦାସ। ତାଙ୍କର କ୍ଷୁଦ୍ର ଗଳ୍ପରୁ ମାନବିକ ସମ୍ବୋଧନା ଓ ସହାନୁଭୂତିଶୀଳତାର ଯଥାର୍ଥ ନିଦର୍ଶନ ମିଳୁଥିଲେ ହେଁ ବେଳେ ବେଳେ ସେ ପୌରାଣିକ ଚିତ୍ତବୃତ୍ତି ମଧ୍ୟରୁ ସାମ୍ପ୍ରତିକ ଜୀବନର ଅତିକ୍ରାନ୍ତ ଭାବସତ୍ତାକୁ ଉଦ୍ଘାଟନ କରିବା ଦେଖାଯାଏ। ହୃଦୟ ପରିବର୍ତ୍ତନ ସଂକ୍ରାନ୍ତୀୟ ଏକ କାହାଣୀ, ସୀତା ପାଇଁ ବର ଆଦି ଗଳ୍ପରୁ ଏହି ସତ୍ୟର ପରିଚୟ ମିଳେ। କୋଉ ଗଳ୍ପରୁ? ସୀତା ପାଇଁ ବର, ମନୋଜ ମିଶ୍ରଙ୍କର ହେଲା, ମନୋଜ ଦାସଙ୍କର। ଉଦ୍ଧତା ସୁଶୀଳାର ହୃଦୟ ପରିବର୍ତ୍ତନ, ସାବିତ୍ରୀ ସତ୍ୟବାନ, ସିନେମାରେ ସତ୍ୟବାନର ମୃତ୍ୟୁ ଦୃଶ୍ୟରେ କିପରି ଘଟିଥିଲା ସେ କଥାକୁ ଲେଖକ ବର୍ଣ୍ଣନା କରି ସାମ୍ପ୍ରତିକ ଜୀବନର ପୁରାଣର ପ୍ରଭାବକୁ ବ୍ୟଞ୍ଜିତ କରିଛନ୍ତି। ସୀତା ପାଇଁ ବର ଗଳ୍ପ ପୌରାଣିକ ରସବୋଧର ଏକ ମାର୍ମିକ ଅଭିବ୍ୟକ୍ତି। ଏକ ଅପ୍ରାପ୍ତ ବୟସ୍କା ବାଳିକା ସୀତା ଗଭୀର ଆନ୍ତରିକତା ସହକାରେ ଶ୍ରୀରାମଚନ୍ଦ୍ରଙ୍କୁ ବିବାହ କରିବାକୁ ଚାହିଁଛନ୍ତି। ଯେତେବେଳେ ସୀତା ତାର ଜେଜେଙ୍କୁ ଜାବୁଡ଼ି ଧରି ରାମଚନ୍ଦ୍ରଙ୍କୁ ଡାକି ଆଣିବାକୁ କହିଲା, ସେତେବେଳେ ବୁଦ୍ଧ କହିଲେ, ସେ କ୍ଷମତା ତ ତାଙ୍କର ନାହିଁ। ତେବେ ସୀତା ନିଜେ ଯଦି ମନେ ମନେ ଖୁବ୍ ବ୍ୟାକୁଳ ହୋଇ ଡାକିବ, ତେବେ ରାମଚନ୍ଦ୍ର ଅବଶ୍ୟ ଆସିବ। କାରଣ ସେ ଯେହେତୁ ସୀତା ଆଉ ରାମଚନ୍ଦ୍ର ଯେହେତୁ ଭଗବାନ। ଏଥର ସୀତାର ଆସିଲା ଗଭୀର ଭାବାନ୍ତର। ରାତ୍ରିରେ ସୀତା କେବଳ ଭଗବାନ ରାମଚନ୍ଦ୍ରଙ୍କୁ ଡାକିଲା ପତି ରୂପେ ଆସିବା ପାଇଁ। ରାତି ପାହିଲା ପରେ ସୀତାର ଦେଖାଦେଲା ଘୋର ପରିବର୍ତ୍ତନ। ସେ ନିଦ୍ରିତାବସ୍ଥାରେ ଭଗବାନ ରାମଙ୍କୁ ବିବାହ ହୋଇସାରିଥିଲା। ସେହି ସ୍ୱପ୍ନକୁ ସେ ସତ୍ୟ ମନେକଲା। ତାର ଆସିଲା ଅହେତୁକ ଗାମ୍ଭୀର୍ଯ୍ୟ। ବାଲ୍ୟ ଚପଳତା ତାର ଲୋପ ପାଇଲା। ସାମାନ୍ୟ ଅସୁସ୍ଥତା ପରେ ତାର ଆକସ୍ମିକ ଜୀବନାବସ୍ଥା ଘଟିଲା। ଏହି ବର୍ଣ୍ଣନା ବିନ୍ୟାସ ମଧ୍ୟରେ ପୌରାଣିକ ରସବୋଧ ସୃଷ୍ଟି ହୋଇଛି ଓ ଏଥିରେ ଗଭୀର ଆଧ୍ୟାତ୍ମିକ ଭାବ ଅନୁରଣିତ ହୋଇଛି। କଥାକାର ମନୋଜ ଦାସ ଏତାଦୃଶ ପୌରାଣିକ ବର୍ଣ୍ଣନା ମାଧ୍ୟମରେ ସାମ୍ପ୍ରତିକ ଜୀବନର ଆଧ୍ୟାତ୍ମିକ ଅତିମାନସର ଅବତାରଣାକୁ ବ୍ୟଞ୍ଜିତ କରିଛନ୍ତି। ଠିକ୍ ଏହିପରି ଆଧ୍ୟାତ୍ମିକ ଉତ୍ତରଣ ଭାବକୁ କଥାକାର ମହାପାତ୍ର ନୀଳମଣି ସାହୁ କପୋତପକ୍ଷୀ ଗୁରୁ ମୋର ଗଳ୍ପରେ ପ୍ରକାଶ କରିଛନ୍ତି। ଏଥିରେ ଜଗନ୍ନାଥ ଦାସ ଶ୍ରୀମଦ୍ ଭାଗବତ କୋଉ ଗଳ୍ପରେ? କପୋତପକ୍ଷୀ ଗୁରୁ ମୋର ହେଲା। ଏଥିରେ ଜଗନ୍ନାଥ ଦାସ ଶ୍ରୀମଦ୍ ଭାଗବତରୁ ଅବଧୂତଙ୍କ 24 ଗୁରୁ ପରମ୍ପରା ମଧ୍ୟରେ କପୋତପକ୍ଷୀ ପ୍ରସଙ୍ଗକୁ ଲେଖକ ଗ୍ରହଣ କରି ପାର୍ଥିବ ଓ ଅପାର୍ଥିବ ଆକର୍ଷଣର ଦ୍ୱନ୍ଦ୍ୱକୁ ଚମତ୍କାର ଭାବରେ ଦେଖାଇଛନ୍ତି। ତୀର୍ଥବାସୀ ବାବୁ ସଂସାରର ଜଞ୍ଜାଳରୁ ମୁକ୍ତ ହୋଇ ପୁରୀ କ୍ଷେତ୍ରକୁ ଚାଲିବା ପାଇଁ ସ୍ତ୍ରୀଙ୍କୁ କେତେଥର କହିଲେ ମଧ୍ୟ ସ୍ତ୍ରୀ ସଂସାର ତ୍ୟାଗ କରିବାକୁ ଇଚ୍ଛା କରେ ନାହିଁ। ତେଣୁ ସେ ସ୍ତ୍ରୀଙ୍କୁ ଜଗନ୍ନାଥ ଦାସଙ୍କ ଏକାଦଶ ସ୍କନ୍ଧରୁ ଶୁଣାଇ ବୁଝାଇଲେ, ଶୁଣ ଯଦୁରାଜ, ପୁଚ୍ଛା କରୁଛନ୍ତି ଯୋଗୀ ଅବଧୂତଙ୍କୁ, ହେ ମୁନେ, ଏହି ଭବବନ୍ଧନରୁ ତୁ ଯେ ମୁକ୍ତ ପୁରୁଷ ବୋଲାଉଛୁ, କିପରି ତୁ ଏ ମାୟାରୁ ମୁକ୍ତି ପାଇଲୁ? କହ ତୋର ଗୁରୁ କିଏ? ଅବଧୂତ କହିଲେ, ହେ ରାଜନ୍, ମୋର 24 ଗୁରୁ। ଗୋଟିଏ ଗୋଟିଏ କରି ମୁଁ ବୁଝାଇ ଦେଲେ ଯଦୁରାଜାଙ୍କୁ। ଅଗ୍ନି ମୋର ଗୁରୁ, ପବନ ମୋର ଗୁରୁ, ଆକାଶ ମୋର ଗୁରୁ, ଅଜଗର ମୋର ଗୁରୁ। ତତ୍ପରେ ତୀର୍ଥବାସୀ ବାବୁ
ଭାଗବତର କପୋତକପୋଥି କାହାଣୀକୁ ବୁଝାଇଛନ୍ତି ଏବଂ ସେହି କାହାଣୀ ଭିତରେ ସେମାନଙ୍କର ଜୀବନକୁ ବିଶ୍ଳେଷଣ କରିଛନ୍ତି। ସଂସାରର ଜଞ୍ଜାଳକୁ ତ୍ୟାଗ କରି ତୀର୍ଥବାସୀ ଭାବୁ ଶ୍ରୀକ୍ଷେତ୍ରକୁ ଯାଇଛନ୍ତି ଏବଂ ଏକ ଦିବ୍ୟ ଜଗନ୍ନାଥ ପ୍ରେମରେ ତାଙ୍କର ଦେହାନ୍ତ ହୋଇଛି। ଏହି ଗଳ୍ପରେ କଥାକାର ପୌରାଣିକ ଭାବ ଚେତନା ମଧ୍ୟ ଦେଇ ଆଧ୍ୟାତ୍ମିକ ବିମଳ ଆନନ୍ଦ ଲାଭ ପାଇଁ ପ୍ରେରଣା ଦେଇଛନ୍ତି। ପୌରାଣିକ ପୃଷ୍ଠଭୂମିରେ ସାମ୍ପ୍ରତିକ ଜଞ୍ଜାଳ ଶ୍ଳିଷ୍ଟ ଜୀବନ ପ୍ରତି ଏହି ଗଳ୍ପର ଏକ ଆହ୍ୱାନ। କଥାକାର ମହାପାତ୍ର ନୀଳମଣି ସାହୁ ଅନ୍ୟାନ୍ୟ ଗଳ୍ପଗୁଡ଼ିକରେ ମଧ୍ୟ ପୌରାଣିକ ବିଷୟକୁ ବ୍ୟଞ୍ଜନାତ୍ମକ ଭାବରେ ବର୍ଣ୍ଣନା କରିଛନ୍ତି। କଥାବସ୍ତୁର ବଳିଷ୍ଠ ଉପସ୍ଥାପନା ପାଇଁ ସେ ଅନେକ ସମୟରେ ପୌରାଣିକ ବିଷୟକୁ ଉପମା ଭାବରେ ଗ୍ରହଣ କରିଛନ୍ତି। କଇଁଛ ଗଳ୍ପରୁ ଏହାର ଦୃଷ୍ଟାନ୍ତ ପ୍ରଦାନ କରାଯାଇପାରେ। ଜୈନ ସ୍ୱାର୍ଥର ବ୍ୟକ୍ତିର ଅନୁଗତ ସାନ ଭାଇ ପ୍ରତି ନିର୍ମମକୁ ଲକ୍ଷ୍ୟ କରି ଲେଖକ ରାମାୟଣ କଥାବସ୍ତୁକୁ ଅବତାରଣ କରିଛନ୍ତି। କୋଉ ଗଳ୍ପରେ? କଇଁଛ। ଏ ସଂସାରରେ କିଏ ଭଲା ଦେଖିଛି, କିଏ ଭଲା ବୁଝିଛି? କୁଟୀରର ଦ୍ୱାର ଦେଶରେ ଜାଗ୍ରତ ପ୍ରହରୀ ଧନୁଷର ଧାରୀ ଭାଇ ଲକ୍ଷ୍ମଣର ସହସ୍ର ବିନିଦ୍ର ରଜନୀର ପ୍ରତିକ୍ଷାପ୍ତ ବେଦନାହତ ଉଷ୍ଣ ନିଶ୍ୱାସର ଝଡ଼ ଭାଇ ରାମଚନ୍ଦ୍ରଙ୍କର ପର୍ଣ୍ଣକୁଟୀରକୁ ଥରାଇ ତାଙ୍କର ସୁଖ ନିଦ୍ରାକୁ ବ୍ୟାହତ କରିନାହିଁ। ଜିତେନ୍ଦ୍ରିୟ ବୀରପୁରୁଷ ସର୍ବତ୍ୟାଗୀ ଲକ୍ଷ୍ମଣଙ୍କର ଦର୍ଶନେନ୍ଦ୍ରିୟକୁ ବାଷ୍ପାନ୍ଧ କରି ବହମାନ ଲତକର ବନ୍ୟା ରାମଚନ୍ଦ୍ରଙ୍କର ବାହୁର ଉପାଧାନକୁ ଆର୍ଦ୍ର କରି ସେ ତାଙ୍କର ସୁଖ ସ୍ୱପ୍ନକୁ ଭାଙ୍ଗି ପାରିନାହିଁ। ଏହି ପ୍ରସଙ୍ଗ ବର୍ଣ୍ଣନା ମଧ୍ୟରେ ଅନୁଗତ ସାନ ଭାଇ ପ୍ରତି ସ୍ୱାର୍ଥପର ବଡ଼ ଭାଇର ନିର୍ମମତାକୁ ଲେଖକ ବ୍ୟଞ୍ଜିତ କରିଛନ୍ତି। ପୁନଶ୍ଚ ଲେଖକ ଏହି ଗଳ୍ପରେ ସ୍ୱାମୀର ଇଚ୍ଛା ଅନୁଯାୟୀ ପତ୍ନୀ ଜୀବନବ୍ୟାପୀ ଲୁହକୁ ନିର୍ବାସନ ଦେଇଛି। ଠିକ୍ ମହାଭାରତରେ ସତୀ ଗାନ୍ଧାରୀ ସ୍ୱାମୀଙ୍କର ଅନ୍ଧତା ହେତୁ ନିଜ ଚକ୍ଷୁରେ ପଟି ବାନ୍ଧିଲା ପରି। ଅନ୍ୟତମ ପ୍ରସିଦ୍ଧ କଥାକାର କିଶୋରୀଚରଣ ଦାସ ସାମ୍ପ୍ରତିକ ଅଭିଜାତ ମଣିଷର ଅବଚେତନାର ରହସ୍ୟକୁ ତାଙ୍କର ବିଭିନ୍ନ ଗଳ୍ପରେ ବୌଦ୍ଧିକତା ସହକାରେ ପ୍ରକାଶ କରିଥିଲେ ମଧ୍ୟ କେତେକ ସ୍ଥଳରେ ପୌରାଣିକ କଥାବସ୍ତୁକୁ ପ୍ରତୀକାତ୍ମକ ଭାବରେ ବ୍ୟବହାର କରିଥିବା ଲକ୍ଷ୍ୟ କରାଯାଏ। କେତେକ ସ୍ଥଳରେ ସେ ବ୍ୟଙ୍ଗାତ୍ମକ ଭାବ ମଧ୍ୟ ପ୍ରକାଶ କରିଛନ୍ତି। ମନୋହର କାହାଣୀ କ୍ଷୁଦ୍ର ଗଳ୍ପରେ ଜଗମୋହନ ପୂର୍ବ ଜନ୍ମରେ ଶ୍ରୀକୃଷ୍ଣଙ୍କୁ ବିନାଶ କରିବା ପ୍ରସଙ୍ଗ ବର୍ଣ୍ଣନାରୁ ଏହି ସତ୍ୟ ପ୍ରମାଣିତ ହୋଇଥାଏ। ତାଙ୍କର ତ୍ରୟୋବିଂଶ ମୃତ୍ୟୁ ମଧ୍ୟ ଅନ୍ୟ ଏକ ସାର୍ଥକ ମିଥ୍ ଗଳ୍ପ। ରବିନାରାୟଣ ବରାଳ ମଧ୍ୟ ତାଙ୍କର ବିଭିନ୍ନ ଗଳ୍ପର ଏକାନ୍ତ ବ୍ୟକ୍ତିଗତ ଭାବନାବୃତ୍ତି ମଧ୍ୟ ଦେଇ ସାମ୍ପ୍ରତିକ ଜୀବନ ଯନ୍ତ୍ରଣାର ସ୍ୱରକୁ ମର୍ମରିତ କରିବାକୁ ଗଲାବେଳେ ପୌରାଣିକ କଥାବସ୍ତୁକୁ ପ୍ରସଙ୍ଗୋଚିତ ଭାବରେ ଉପସ୍ଥାପନ କରିଛନ୍ତି। କେତେକ ଗଳ୍ପରେ ସେ ଆଧୁନିକ ଜୀବନର ସଙ୍କଟ ଓ ସମସ୍ୟାକୁ ଚିତ୍ରଣ କରିଥିଲେ ହେଁ ସେଥିରେ କୌଣସି ପୌରାଣିକ ଚରିତ୍ରକୁ ମୁଖ୍ୟ ପ୍ରାଣସ୍ପନ୍ଦନ କରିବାରେ ଗ୍ରହଣ କରିଛନ୍ତି। ଶିଖଣ୍ଡୀର ଆତ୍ମଲିପି ଗଳ୍ପରେ ଗଳ୍ପନାୟକ ନିଜକୁ ଶିଖଣ୍ଡୀ ଭାବରେ କଳ୍ପନା କରିଛନ୍ତି। ଜୀବନ ମହାଭାରତର ଯୁଦ୍ଧରେ ପ୍ରତିଯୋଗିତା ଅର୍ଜୁନଙ୍କର ଜୟ ଆଉ ଶକ୍ତିଶାଳୀ ଦେବବ୍ରତର ପତନ ପାଇଁ ମୁଁ ହୁଏତ ଆଜି ବିବର୍ତ୍ତିତ ହୀନ ଶିଖଣ୍ଡୀ। ରାତି 12ଟାର ଏକ ନିଛାଟିଆ ଆବେଷ୍ଟନୀ ଭିତରେ ମୁଁ ଖାଲି ମୋର କ୍ଳୀବତ୍ୱ ଦେଖୁଛି।
ଏହି ପୌରାଣିକ ରୂପ ମଧ୍ୟରେ ସାମ୍ପ୍ରତିକ ଯନ୍ତ୍ରଣାକ୍ତ ମଣିଷର ଅସହାୟତା ବ୍ୟଞ୍ଜିତ ହୋଇଛି। ତାଙ୍କର ବିଭିନ୍ନ ଗଳ୍ପରେ ଆଧୁନିକ ମଣିଷର ଅସହାୟତା ମୂର୍ଚ୍ଛିତ ଏହି ଭାବରୂପକ ମାଧ୍ୟମରେ ପ୍ରକାଶିତ। ଭାଗ୍ୟ ମାଛର ଆଖି ଫୁଟାଇବାର ସାମର୍ଥ୍ୟ ମୋର କେବେ ନଥିଲେ ବି କେବଳ ମଧ୍ୟମ ପାଣ୍ଡବଙ୍କୁ ଛାଡ଼ିଦେଲେ ଅନ୍ୟ ସେ କୌଣସି ଚାରି ପାଣ୍ଡବଙ୍କ ଭିତରୁ ସୁବିଧାବାଦୀ ଜଣେ ମୁଁ, ଯିଏ ଜୀବନରେ କୌଣସି ସଫଳତାକୁ ହାତରେ ତୋଳି ଧରିବାର ଯୋଗ୍ୟତାକୁ ପାଇ ନଥିଲେ ବି ବିଫଳତାର ଅଶ୍ରୁ ବିମୋଚନ କରି ନାହିଁ ବୋଲି ସୁଯୋଗ କ୍ରମେ କୃଷ୍ଣାକାନ୍ତ ହେବାର ଗୌରବ ଲାଭ କରିଛି। ଏଥିରୁ ଗଳ୍ପନାୟକ ଅସହାୟତା ଭିତରେ ତଥାପି ଜୀବନର ଏକ ସତ୍ୟ ପ୍ରକଟିତ ହୋଇଛି ଏବଂ ଅବଶେଷରେ ସେହି ଗଳ୍ପ ପୁରୁଷ କେବଳ ଉପଲବ୍ଧ କରିଛି ବିରାଟ ଶୂନ୍ୟତା। ଏହି ଶୂନ୍ୟତା ଏକାନ୍ତ ଯନ୍ତ୍ରଣାଦାୟକ। ତେଣୁ ଗଳ୍ପନାୟକ କହେ, ଜୀବନଟା ଯାକ ନାନା ବହି ଘାଣ୍ଟି ନାନା କଥା ଶୁଣି କ'ଣ ସଂଗ୍ରହ ହେଲା? ଦେଖିଲା ବେଳକୁ ମୋ ହାତ ମୁଠାଟିକୁ ଫିଟାଇ ମୁଁ ଶୂନ୍ୟତା ହିଁ ଦେଖିଛି। ପଥ ଆଖି ଥାଉ ନାହିଁ, ପଥେୟ ନାହିଁ। ଏଇ ଅନିଶ୍ଚିତତା ଭିତରେ କୁହୁଡ଼ି ପହଁରିବା ଠାରୁ ବରଂ ଶେଷ ବୟସରେ ଅଜାମିଳନ ପରି ନାରାୟଣ ନାମ ହାତଗୁଞ୍ଜା ଦେଇ ମୁଁ ଯଦି ସେ ପାରିକୁ କୌଣସି ମତେ ଖସିବା ପାଇଁ ଚାହେଁ, ତେବେ ଆପଣ ମୁଁ ନିହାତି ଭୁଲ କରିଛି ବୋଲି କହି ପାରିବେନି। ପୌରାଣିକ ରୂପକ ମଧ୍ୟରେ କଥାକାର ରବୀନ୍ଦ୍ରନାରାୟଣ ବରାଳ ବ୍ୟକ୍ତି ଜୀବନର ରହସ୍ୟକୁ ବ୍ୟଞ୍ଜିତ କରିଛନ୍ତି। ଅନେକ ସମୟରେ ସେ ନିଜକୁ ଗଳ୍ପନାୟକ କରିଥିଲେ ହିଁ ତାରି ମଧ୍ୟରେ ଦେଇ ସାମ୍ପ୍ରତିକ ଜୀବନବୋଧକୁ ଉଦ୍ଘାଟନ କରିଛନ୍ତି। ରବୀନ୍ଦ୍ରନାରାୟଣ ବରାଳଙ୍କ ପରି ମଧ୍ୟ କଥାକାର କୃଷ୍ଣପ୍ରସାଦ ମିଶ୍ର ପଶ୍ଚିମା ବାପାଙ୍କ ଭୁଲ, ଭୂତ ଓ ସାପଗପ, ନିଜକୁ ନାୟକ ମନେକରି ଅଭିଶପ୍ତା ଆଦି ଗଳ୍ପରେ ପୌରାଣିକ କଥାକୁ ରୂପକାତ୍ମକ ଭାବରେ ପ୍ରକାଶ କରି ଜୀବନର ଗଭୀର ଦାର୍ଶନିକ ଦୃଷ୍ଟିକୁ ରୂପ ଦେଇଛନ୍ତି। କିଏ? ଗୋପୀନାଥ ମହାନ୍ତି। କୋଉ ଗଳ୍ପ ଏରେ ପୌରାଣିକ ବିଷୟରେ କହିଛନ୍ତି? ନା, ପଶ୍ଚିମା ବାପାଙ୍କ ଭୁଲ, ଭୂତ ଓ ସାପଗପ, ନିଜକୁ ନାୟକ ମନେକରି ଅଭିଶପ୍ତା ଆଦି। ଅଭିଶପ୍ତା ଗଳ୍ପରେ କୌଶଲ୍ୟାର ଅବଚେତନ ମନର ସଂଗୁପ୍ତ ଭାବକୁ ଲେଖକ ଉଦ୍ଘାଟନ କରିବାକୁ ଯାଇ ଅପ୍ସରା ଉର୍ବଶୀ ପ୍ରସଙ୍ଗର ଅବତାରଣା କରିଛନ୍ତି। ସ୍ୱାମୀର ଅନ୍ୟ ଏକ ଯୁବତୀ ସହିତ ପ୍ରେମକୁ ସନ୍ଦେହ କରି କୌଶଲ୍ୟା କ୍ରମେ ହିଂସ୍ର ଓ ଅସହାୟତା ହୋଇପଡ଼ିଛି। କୋଉ ଗଳ୍ପରେ? ଅଭିଶପ୍ତା। ଏବଂ ସ୍ୱପ୍ନରେ ଦେଖିଛି ସେ ସାଧାରଣ ମାନବୀ ନୁହେଁ, ସେ ଉର୍ବଶୀ, ସ୍ୱର୍ଗର ଅପ୍ସରୀ। ତାଙ୍କର ରୂପ ଛଟାରେ ସାରା ସ୍ୱର୍ଗ ଭୁବନ ଆଲୋକିତ। ଏତାଦୃଶ ବର୍ଣ୍ଣନା ମଧ୍ୟରେ ନାରୀ ମନର ସଂଗୁପ୍ତ ଭାବକୁ ଲେଖକ ବ୍ୟଞ୍ଜିତ କରିଛନ୍ତି ଓ ଏହି ବର୍ଣ୍ଣନା ମଧ୍ୟ ଦେଇ ଗଭୀର ସମ୍ବେଦନା ସୃଷ୍ଟି କରିଛନ୍ତି। ପୌରାଣିକ କଥାବସ୍ତୁକୁ ମଧ୍ୟରେ ସେ ଦୁଃଖର ଚିରନ୍ତନକୁ ପ୍ରକାଶ କରି ତାହା କିପରି ସାହିତ୍ୟ ଚେତନା, ଦାର୍ଶନିକ ଚେତନା ଓ ଜୀବନର ଗଭୀରତମ ଅନୁଭୂତିର ରାଜଦ୍ୱାର, ସେ ବିଷୟକୁ ମହାଭାରତର କୁନ୍ତୀ ଦେବୀଙ୍କ ଉକ୍ତି ମାଧ୍ୟମରେ ରୂପ ଦେଇଛନ୍ତି। ହେ କୃଷ୍ଣ, ମୋତେ ତୁମେ ବାରମ୍ବାର ଦୁଃଖ ଦେବ। ସୁଖ ଭିତରେ ମୁଁ ତୁମକୁ ଭୁଲିଯିବି, ଦୁଃଖରେ ତୁମେ ମୋର ସବୁବେଳେ ମନେ ପଡ଼ିବ। ଜୀବନ ଏତେ ଦାର୍ଶନିକ ଅବୋଧ କ୍ରମେ ପଶ୍ଚିମା ବେଳକୁ ଜଗନ୍ନାଥ ଚେତନାରେ ରୂପାନ୍ତରିତ ହୋଇଛି। ମହାପାତ୍ର ନୀଳମଣି ସାହୁ କପୋତପକ୍ଷୀ ଗୁରୁ ମୋର ଗଳ୍ପ ଏହାର ଏକ ବ୍ୟଞ୍ଜନାତ୍ମକ ମର୍ମଲିପି। ଏହି କ୍ଷୁଦ୍ର ଗଳ୍ପରେ ଲେଖକ ଜଗନ୍ନାଥ, ପୁରୀକ୍ଷେତ୍ର ଓ ଭାଗବତ ମହାତ୍ମ୍ୟକୁ ପ୍ରାଧାନ୍ୟ ଦେଇଛନ୍ତି। ପୌରାଣିକ ବୃତ୍ତ ମଧ୍ୟରୁ
ଅଧ୍ୟାତ୍ମ ଆଲୋଚକର ଆଲୋକର ଅବତାରିତ ଶିକ୍ଷାକୁ ଉପଲବ୍ଧ କରି ସାମ୍ପ୍ରତିକ ଜୀବନରେ ଏହାର ଆବଶ୍ୟକତା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। କଥାକାର ଶାନ୍ତନୁ ଆଚାର୍ଯ୍ୟ ପୌରାଣିକ କଥାବସ୍ତୁକୁ କ୍ଷୁଦ୍ର ଗଳ୍ପରେ ବିଶେଷ ଗୁରୁତ୍ୱ ଦେଇ ନଥିଲେ ହେଁ ବେଳେ ବେଳେ ସେ ଭାରତୀୟ ସଂସ୍କୃତିରେ ଯୁଗ ଯୁଗ ଧରି ପ୍ରଭାବ ପକାଇବାରେ ପୌରାଣିକ ବିଶ୍ୱାସକୁ ବର୍ଣ୍ଣନା କରିଛନ୍ତି। ହୃଦକଲ୍ଲୋଳ କ୍ଷୁଦ୍ର ଗଳ୍ପରେ ସେ ପୌରାଣିକ ବିଶ୍ୱାସର ସୂକ୍ଷ୍ମ ରହସ୍ୟକୁ ଲେଖକ ପ୍ରକାଶ କରିଛନ୍ତି। କେଉଁ ଗଳ୍ପରେ? ହୃଦକଲ୍ଲୋଳ। କଥାକାର ଗୋଦାବରୀଶ ମହାପାତ୍ର ନୀଳମାଷ୍ଟାଣୀ ଗଳ୍ପରେ ଜାତିରେ ଅଭିନୀତ ହେଉଥିବା ଦ୍ରୌପଦୀ ସ୍ୱୟଂବର ଓ ଅର୍ଜୁନ ଲକ୍ଷ୍ୟଭେଦ ପ୍ରସଙ୍ଗକୁ ଅବତାରଣ କରିଛନ୍ତି। କେଉଁ ଗଳ୍ପରେ? ନୀଳମାଷ୍ଟାଣୀ। ଗୋଦାବରୀଶ ମହାପାତ୍ର କରି ଯେପରି ନୀଳମାଷ୍ଟାଣୀର ନାରୀତ୍ୱର ସଂଗୁପ୍ତ ଆକାଂକ୍ଷାକୁ ଉଜ୍ଜୀବିତ କରାଇଛନ୍ତି, ସେହିପରି କଥାକାର ସାତକଡ଼ି ହତା ସବୁ ସୁଅର ଗୋଟିଏ ଶବଦ ଗଳ୍ପରେ କଂସବଧ ଯାତ୍ରାରେ କିଶୋର କୃଷ୍ଣ ଭୂମିକାରେ ଅଭିନୀତ କରୁଥିବା ଗୋଟିଏ ବାଳକ ଚରିତ୍ର ମାଧ୍ୟମରେ ଅରବିନ୍ଦର ସାନ ଭାଇ ସ୍ମୃତିକୁ ବ୍ୟଞ୍ଜିତ କରିଛନ୍ତି। ଏଥିରେ ପୌରାଣିକ ଆବେଦନ ନାହିଁ, ମାତ୍ର ଅଛି ପୌରାଣିକ ବିଷୟ ମଧ୍ୟରେ ଆତ୍ମସଚେତନ ଭାବ। ଆଧ୍ୟାତ୍ମିକ ଓଡ଼ିଆ କ୍ଷୁଦ୍ର ଗଳ୍ପ କ୍ଷେତ୍ରରେ ଅନ୍ୟତମ ପ୍ରଭାବଶାଳୀ ସ୍ରଷ୍ଟା ରବି ପଟ୍ଟନାୟକ। ସେ ସୂକ୍ଷ୍ମ ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ସାମ୍ପ୍ରତିକ ମଣିଷର ଅନ୍ତର୍ନିହିତ ସ୍ୱରୂପକୁ ବିଶ୍ଳେଷଣ କରିଛନ୍ତି। ଏହି ବ୍ୟାଖ୍ୟା ବିଶ୍ଳେଷଣ ପାଇଁ ସେ ପୌରାଣିକ ବିଷୟକୁ ପ୍ରତୀକ ଭାବରେ ଗ୍ରହଣ କରିଛନ୍ତି। ତକ୍ଷକ, ଅଣସର, ବେଲାଳସେନ, ବେଲ, ଅଶ୍ୱତ୍ଥ ଓ ବଟବୃକ୍ଷ ଆଦି ଗଳ୍ପରୁ ଏହି ସତ୍ୟର ପରିଚୟ ଦେବାକୁ ମିଳେ। ଅଣସର ଗଳ୍ପରେ ଲେଖକ ଜଗନ୍ନାଥଙ୍କ ଅଣସରକୁ ବୌଦ୍ଧ ବ୍ୟଞ୍ଜନା ମାଧ୍ୟମରେ ପ୍ରକାଶ କରିଛନ୍ତି। କେଉଁ ଗଳ୍ପରେ? ଅଣସର ଗଳ୍ପରେ। ଅଭିଜାତ ମଣିଷର ଜଡ଼ବାଦ ମନୋଭାବକୁ ବ୍ୟଙ୍ଗ କରିଛନ୍ତି। ବେଲାଳସେନ ତାଙ୍କର ଏକ ଚମତ୍କାର ପ୍ରତୀକଧର୍ମୀ କ୍ଷୁଦ୍ର ଗଳ୍ପ। କ'ଣ? ନା ବେଲାଳସେନ। ଏହି ଗଳ୍ପରେ ଲେଖକ ମହାଭାରତର ବେଲାଳସେନ ଚରିତ୍ରକୁ ସାମ୍ପ୍ରତିକ ଯୁଗ ଚେତନା ମଣିଷ ସହିତ ସମନ୍ୱିତ କରିଛନ୍ତି। ସେହି ଆତ୍ମଚେତନ ଯୁଗ ମଣିଷ କହେ, ମୁଁ ଜଣେ ସମାଜଚ୍ୟୁତ ବ୍ୟକ୍ତି। କେବଳ ଓଡ଼ିଶା ବା ସବୁ ସମାଜର ନୁହେଁ, ସବୁ ଧର୍ମ, ସବୁ ରାଜନୀତି, ସବୁ ପ୍ରକାରର ଇଜମରୁ ମୋତେ ସେମାନେ ବାହାର କରି ଦେଇଛନ୍ତି। ମୁଁ କୌଣସି ଧର୍ମର ନୁହେଁ, ସମାଜର ନୁହେଁ। କବିଟିଏ କଥାରେ ମୁଁ ମଣିଷ ସମାଜର ନୁହେଁ। କାହିଁକି ଏପରି ହେଲା? ମୁଁ ଆଜି ଯେତେବେଳେ ଭାବେ, କିଛି କୂଳ କିନାରା ପାଏନା। ଆଜିର ମଣିଷ ମହାଭାରତର ଯୁଦ୍ଧକ୍ଷେତ୍ରରେ ଗମ୍ଭୁଜ ଉପରେ ବେଲାଳସେନର କଟାମୁଣ୍ଡ ଥୁଆ ହେଲା ପରି କେବଳ ଅବିଚଳିତ ଭାବରେ ଦେଖୁଛି ଜଗତର ପ୍ରତାରଣା ଓ ପ୍ରବଞ୍ଚନାକୁ। ସେହି ମଣିଷ ଆଜି ସମାଜଚ୍ୟୁତ, ଦେହାଚ୍ୟୁତ କବନ୍ଧ। ସେହି ମଣିଷ କହେ, ଏଇ ଗମ୍ଭୁଜ ଉପରେ ବସି ମୁଁ ନିର୍ବିକାର ଭାବେ ଦେଖିଛି ସେମାନଙ୍କର ବିଜୟର ଅଭିଯାନ। ଦେଶ, ଜାତି, ଧର୍ମ, ବର୍ଣ୍ଣ, ଆସ୍ଫାଳନ, ପ୍ରଗତିର ଅହଙ୍କାର ନେଇ ସେମାନେ କେମିତି ପରସ୍ପରକୁ ହତ୍ୟା କରନ୍ତି, ଲୁଣ୍ଠନ କରନ୍ତି। ଜଣେ କେମିତି ଅନ୍ୟ ଜଣକୁ ହତ୍ୟା କରି ଉପରକୁ ଉଠି ପୁଣି ତାକୁ ହତ୍ୟା କରି ଆଉ ଜଣେ ଉପରକୁ ଉଠିବାର ଚେଷ୍ଟା କରନ୍ତି। ଏହି ଗଳ୍ପରେ ଲେଖକ ସୁନ୍ଦର ଭାବରେ ମହାଭାରତର ବେଲାଳସେନର ମିଥକୁ ସଂଯୋଜିତ କରି ଆଧୁନିକ ମଣିଷର ସ୍ୱରୂପକୁ ବ୍ୟଞ୍ଜିତ କରିଛନ୍ତି। ସେହିପରି ସେ ବେଲ, ଅଶ୍ୱତ୍ଥ ଓ ବଟବୃକ୍ଷ ଗଳ୍ପରେ ଭାଗବତ ପୁରାଣର ଭାଗବତ ତାତ୍ପର୍ଯ୍ୟକୁ ରୂପାୟନ କରିଛନ୍ତି।
ତକ୍ଷକ ଯେ ପକ୍ଷୀ ଉଡ଼େ ଯେ ଦୂର ଆଦି ଗଳ୍ପରେ ଲେଖକ ସେହି ପୌରାଣିକ ସୂକ୍ଷ୍ମ ଭାବ ଚେତନାକୁ ଆଧୁନିକ ଜଟିଳ ଜୀବନଧାରା ସହିତ ସମନ୍ୱିତ କରି ପ୍ରକାଶ କରିଛନ୍ତି। କଥାକାର ଅଚ୍ୟୁତାନନ୍ଦ ପତି ସରଳ ଅଭିବ୍ୟକ୍ତି ସାହିତ୍ୟରେ ଆଧୁନିକ ମଣିଷର ମାନବିକ ସଙ୍କୋଚବୋଧକୁ ପ୍ରକାଶ କରିବାକୁ ଯାଇ ଅନେକ ସମୟରେ ପୌରାଣିକ ଭାବ ସମ୍ପଦକୁ ବ୍ୟଞ୍ଜନାତ୍ମକ ଭାବରେ ଗ୍ରହଣ କରିଥିବାର ଲକ୍ଷ୍ୟ କରାଯାଏ। ବପୁନ ଗଳ୍ପରେ କଥାକାର ସର୍କସ ଦଳର ବପୁନ ଚରିତ୍ର ମାଧ୍ୟମରେ ପୌରାଣିକ କାହାଣୀକୁ ବ୍ୟଞ୍ଜିତ କରି ସମ୍ବେଦନା ସୃଷ୍ଟି କରିଛନ୍ତି। ସେହିପରି ତାଙ୍କର ଉଗ୍ରସେନ ଉବାଚ ଗଳ୍ପରେ ମଧ୍ୟ ପୌରାଣିକ ଭାବ ସମ୍ପଦିକ ଜୀବନ ପରିପ୍ରେକ୍ଷୀରେ ବ୍ୟଞ୍ଜିତ ହୋଇଛି। ଶ୍ରୀନିବାସ ଉଦ୍ଗାତାଙ୍କ ବ୍ୟଙ୍ଗକହେ ଗଳ୍ପରେ ମଧ୍ୟ ଅଖିଳ ରସାମୃତ ମୂର୍ତ୍ତି ବୃନ୍ଦାବନ ଆନନ୍ଦକଙ୍କ ଶ୍ରୀ ନନ୍ଦନଙ୍କର ମଧୁର ମୁରଲୀ ସୁଧାମୟ ଧ୍ୱନି ସମ୍ପର୍କରେ ବର୍ଣ୍ଣନା ରହିଛି। ଏହି ବର୍ଣ୍ଣନା ମାଧ୍ୟମରେ ଲେଖକ ପୌରାଣିକ ଭାବାବେଗର ସୂଚନା ଦେଇଛନ୍ତି। ବୀଣାପାଣି ମହାନ୍ତିଙ୍କର ଅନ୍ଧକାର ଛାଇ ନନ୍ଦିଘୋଷ ପ୍ରଭୃତି ଗଳ୍ପରେ ସତ୍ୟନାରାୟଣ ପଣ୍ଡାଙ୍କର ଜଟାୟୁର ସ୍ୱପ୍ନ ଚନ୍ଦ୍ରସେଣା ଆଦି ଗଳ୍ପରେ ମଧ୍ୟ ପୌରାଣିକ ଆବେଦନର ପ୍ରତୀକାତ୍ମକ ଭାବରେ ପ୍ରକାଶିତ ହୋଇ ମାନବିକ ସମ୍ବେଦନା ସୃଷ୍ଟି କରିବାରେ ସମର୍ଥ ହୋଇଛି। ହେମନ୍ତ ଦାସର ଏ ପୃଥିବୀ ସରସଜ୍ଜା ମହାଦୀପ ନଚିକେତା ସମ୍ବାଦ ଆଦି ଗଳ୍ପରେ ମଧ୍ୟ ପୌରାଣିକ ଆବେଦନ ମାଧ୍ୟମରେ ସାମ୍ପ୍ରତିକ ମଣିଷର ଜୀବନବୋଧ ବ୍ୟଞ୍ଜିତ ହୋଇଛି। କଥାକାର ହରିମିଶ୍ର ଚତୁର୍ଦ୍ଧାମୂରତି ଇହକାଳ ପରକାଳ କୃଷ୍ଣଭର ଏକପାଦ ଆଦି ଗଳ୍ପରେ ପୌରାଣିକ ବିଷୟକୁ ପ୍ରତୀକାତ୍ମକ ଭାବରେ ଗ୍ରହଣ କରି ଆଧୁନିକ ମଣିଷର ଅସହାୟତା ଓ ଆତ୍ମା ଅନ୍ୱେଷଣ ବୋଧକୁ ପ୍ରକାଶ କରିଛନ୍ତି। ବାମାଚରଣ ମିଶ୍ରଙ୍କର କ୍ଷୁଦ୍ର ଗଳ୍ପଗୁଡ଼ିକ ପ୍ରଜ୍ଞା ଚେତନା ଓ ସେଥିରେ ପୌରାଣିକ ବିଷୟ ବୁଦ୍ଧିଦୀପ୍ତ ଭାବରେ ପ୍ରକାଶିତ। ମାନବିକ ସମ୍ବେଦନା ସୃଷ୍ଟି କରିବାରେ ଏହା ସମର୍ଥ। ରତ୍ନାକର ଚଇନି ରଘୁନାଥ ମହାପାତ୍ର ପ୍ରମୁଖ କଥାକାରଗଣ ମଧ୍ୟ ପ୍ରସଙ୍ଗୋଚିତ ଭାବରେ ପୌରାଣିକ ଭାବ ସମ୍ପଦକୁ ସେମାନଙ୍କର ବିଭିନ୍ନ ଗଳ୍ପରେ ପ୍ରକାଶ କରି ଆଧୁନିକ ମଣିଷର ଅନ୍ତର୍ନିହିତ ସ୍ୱରୂପକୁ ପ୍ରକାଶ କରିଛନ୍ତି। କଥାକାର ରତ୍ନାକର ଚଇନି ତଥାପି ରାବଣ ପୌରାଣିକ ବର୍ଣ୍ଣନା ବିନ୍ୟାସ ମଧ୍ୟ ଦେଇ ଚିରନ୍ତନ ମାନବିକ ଭାବସତ୍ୟ ଉଦ୍ଘାଟନର ଏକ ଚମତ୍କାର ଅଭିବ୍ୟକ୍ତି। ରାବଣର ବିପର୍ଯ୍ୟୟ ଦେଖି ଏକଦା ତାର ଭାବୋଦ୍ରେକ ସାଜିଥିବା ଦେବତାମାନଙ୍କର ନିଜ ନିଜକୁ ସ୍ୱାଧୀନତା ଘୋଷଣା କରିଛନ୍ତି ଅଥଚ ସେହିମାନେ ରାବଣର ସେବା କରୁଥିଲେ। ଯେତେବେଳେ ଜଣେ କ୍ଷମତାରେ ଥାଏ ସେତେବେଳେ ତାର ସ୍ତୁତି କରାଯାଏ, କ୍ଷମତାରୁ ଗଲେ କେହି ତାକୁ ପଚାରନ୍ତି ନାହିଁ। ରାବଣ ଭଲ କରି ଜାଣେ ଏହି କଥା। ସେ ମଧ୍ୟ ମୃତ୍ୟୁକୁ ଭୟ କରେ ନାହିଁ। ତାର ପାଖରେ ମୃତ୍ୟୁ ଏକ ନିର୍ଲିପ୍ତ ପ୍ରଶାନ୍ତି, ମୃତ୍ୟୁ ଏକ ଅନାସ୍ୱାଦିତ ମଧୁର ଚୁମ୍ବନ। ରାବଣ ସ୍ୱାଭିମାନ ସୁପ୍ରତୁଳ। ସେ ରାମଚନ୍ଦ୍ରଙ୍କୁ ସୁଗ୍ରୀବ ଓ ବିଭୀଷଣଙ୍କ ବିଷୟରେ ଚେତାଇ ଦେବାକୁ ଇଚ୍ଛା କରିଛନ୍ତି। ସେ ଭାବେ ଆଦର୍ଶ ଓ ସତ୍ୟର ଦ୍ୱାହି ଦେଇ ଯେଉଁମାନେ ପକ୍ଷ ପରିବର୍ତ୍ତନ କରନ୍ତି ସେମାନେ କୌଣସି କାଳରେ କୌଣସି ଦେଶର ଶୁଭଙ୍କର ଚରିତ୍ର ନୁହନ୍ତି। ସେମାନଙ୍କ ପଛେ ପଛେ ଧାଇଁଥାଏ କଳଙ୍କିତ ଇତିହାସ, ଅକାଳ ମୋଡ଼ ଓ ଧ୍ୱଂସର ଅନିବାର୍ଯ୍ୟ ରୂପ। ଯୁଗେ ଯୁଗେ ଦଳ ପରିବର୍ତ୍ତନକାରୀ ବ୍ୟକ୍ତି ଗୋଟାଏ ଜାତି ପାଇଁ ଧୂମକେତୁ ସାଜିଥାନ୍ତି। ସେମାନଙ୍କର ସର୍ବତ୍ର ମତ ପରିବର୍ତ୍ତନ କରିବାର ସୁଯୋଗ ଥାଏ। ମଣିଷର ଏତାଦୃଶ ମନୋଭାବକୁ କଥାକାର ବିଦ୍ରୂପ କରିଛନ୍ତି। ରାବଣ
ହୋଇଯାଇଛି କଥାକାରଙ୍କ ଦୃଷ୍ଟିରେ ଏକ ଚିରନ୍ତନ ଦୀପ୍ତିମନ୍ତ ବ୍ୟକ୍ତିତ୍ୱର ନିଦର୍ଶନ। ଏହି ଜଗତରେ ଅନେକ ଘଟଣାର ପ୍ରବାହ ସୃଷ୍ଟି ହୋଇଛି, ଏବେ ମଧ୍ୟ ସୃଷ୍ଟି ହୋଇଛି ଓ ଭବିଷ୍ୟତରେ ମଧ୍ୟ ସୃଷ୍ଟି ହେବ। ସ୍ଥାନ ଚରିତ୍ର ବଦଳି ଯାଇଛି, ମାତ୍ର ଯାହା ଘଟିବାର ଥିବ ତାହା ଘଟିବ, ତାହା କେହି ବଦଳାଇ ପାରିବେ ନାହିଁ। ରାବଣ ଦିନେ ଉପନୀତ ହୋଇଥିଲା ଉତ୍ତରଣ ଚରମ ସୋପାନରେ। ଆଜି ଚାରିଆଡ଼େ ଅବକ୍ଷୟର ବେସୁରା ସଙ୍ଗୀତ। ସେ ଅନୁଭବ କରୁଛି ଗତାୟତ ସଂସ୍କୃତିର ପଥର ଖଣ୍ଡମାନ ଖସି ପଡ଼ୁଛି ନିଃଶବ୍ଦରେ ତଳକୁ। ତା ଭିତରେ ପ୍ରକାଶ ପାଉଛି ଅନେକ ସ୍ମୃତିର ଜୀବନ୍ତ ଶ୍ମଶାନ। ଯେତେବେଳେ ରାବଣ ଓ ରାମଙ୍କର ଶେଷ ଯୁଦ୍ଧ ହେଲା, ସେତେବେଳେ ରାବଣ ରାମଙ୍କୁ କହିଲା, ରାମ, ଅବଶେଷରେ ଲଙ୍କାପତି ରାବଣକୁ ତୁମ ସହିତ ସଂଗ୍ରାମ କରିବା ପାଇଁ ଆସିବାକୁ ପଡ଼ିଲା। ଭାବିଥିଲି ତମେ ନିଜେ ଯାଇ ବାକ୍ ଯୁଦ୍ଧରେ ମୋତେ ପରାସ୍ତ କରି ତୁମେ ତୁମର ନ୍ୟାଯ୍ୟ ଦାବୀ ହାସଲ କରିବ। ମାତ୍ର ଦୁଇଜଣ ଦୁଷ୍ଟ ବଚସ୍କର ବ୍ୟକ୍ତିଙ୍କୁ ରାବଣ ନିକଟକୁ ପ୍ରତିନିଧି କରି ପଠାଇ ତୁମେ ତିକ୍ତତା ବଢ଼ାଇଲ ସିନା, କିଛି ସମାଧାନ କରିପାରିଲ ନାହିଁ। ସ୍ଥୂଳବୁଦ୍ଧି ଜନ ବାହୁବଳ ଉପରେ ବିଶ୍ୱାସ ରଖନ୍ତି। ରାବଣ ଦୃଷ୍ଟିରେ ତମେ ତା'ଠାରୁ ଊର୍ଦ୍ଧ୍ୱକୁ ଯାଇପାରି ନାହଁ। ଏହା ହିଁ ରାବଣର ବ୍ୟକ୍ତିତ୍ୱ। ରାମ ଓ ରାବଣ ମଧ୍ୟରେ ଯୁଦ୍ଧ ଚାଲିଥିଲା, ସରି ନଥିଲା। ଯୁଦ୍ଧ ଚାଲିଛି, ସରି ନାହିଁ। ସୀତା ଏବେ ବି ଅଶୋକବନରେ। ପୁରାଣର ରାମ ଓ ରାବଣ ନିମିତ୍ତ ମାତ୍ର। ସବୁ ଯୁଗରେ ଓ ସବୁ କାଳରେ ରାମ ରାବଣ ଭିତରେ ଯୁଦ୍ଧ ଚାଲିଛି, ଏବେ ମଧ୍ୟ ଚାଲିଛି। ସୀତା ରୂପକ ମୂଲ୍ୟବୋଧ ଏବେ ମଧ୍ୟ ମୁକ୍ତି ପାଇ ବିଳାପ କରୁଛି। ମଣିଷର ସ୍ୱାର୍ଥ ଓ କ୍ଷମତା ସଂଘର୍ଷ ଏବେ ମଧ୍ୟ ସୃଷ୍ଟି କରୁଛି ଉଲଗ୍ନ କାଳରୂଢ଼ି। କଥାକାର ଚଇନି ଏହି ଚିରନ୍ତନ ମାନବିକ ସତ୍ୟକୁ ଜୀବନ୍ତ ଭାବରେ ଉକ୍ତ ଗଳ୍ପରେ ପ୍ରକାଶ କରିଛନ୍ତି। ଆଧୁନିକ ଓଡ଼ିଆ କ୍ଷୁଦ୍ରଗଳ୍ପ କ୍ଷେତ୍ରରେ ବହୁ କଥାକାର ପୌରାଣିକ ବିଷୟବସ୍ତୁକୁ ନେଇ ସାମ୍ପ୍ରତିକ ଜୀବନଧାରା ସହିତ ସମନ୍ୱିତ କରି ନୂତନ ରସାଲୋକ ସୃଷ୍ଟି କରିଛନ୍ତି। ଏତାଦୃଶ ବର୍ଣ୍ଣନା ଓ ପ୍ରଗତିବିଧି ଦ୍ୱାରା ଗଳ୍ପର ଶୈଳ୍ପିକ ମୂଲ୍ୟ ଯେ କେବଳ ବୃଦ୍ଧି ଘଟିଛି ତାହା ନୁହେଁ, ତତ୍ ସହିତ ଗଳ୍ପର ଭାବସମ୍ପଦ ମଧ୍ୟ ବିକାଶ ଘଟୁଛି ଓ ଅତୀତ ସହିତ ବର୍ତ୍ତମାନର ଏକ ନିରବଚ୍ଛିନ୍ନ ଯୋଗସୂତ୍ର ରକ୍ଷା କରିଛି। ଜୀବନକୁ ବିଶ୍ଳେଷଣ କରିବାର ପ୍ରେରଣା ମିଳିଛି।